ଆଉ କେହି ସେଠି ନୁହଁ। ନବୀନ ବାବୁ ଗଲେ ନୁହଁ, ମୋଦି ଆସିଲେ ନୁହଁ, ମୋହନ ମାଝୀ ଆସିଲେ ନୁହଁ। ଏମାନେ ବାହାର ରାଜ୍ୟର ବାହାର ଦେଶ ଜିଲ୍ଲାର କ୍ୟାଣ୍ଡିଡେଟ୍ ଦେଇଛନ୍ତି। ବାହାର ଲୋକ ବିଜେପିର ଯିଏ ଠିଆ ହେଇଛି ଗୁଜୁରାଟର, ବିଜେଡିର ଠିଆ ହେଇଛି ପଦ୍ମପୁର। ତେଣୁ ଲୋକ ସେଇ ମାଟିରେ ନୂଆପଡ଼ା ମାଟିରେ ଯାହାର ଜନ୍ମ, ଆଦିବାସୀ କୂଳରେ ଜନ୍ମ, ଜଣେ ଭଲ ଲୟର, ଗଲାଥର 52,000 ଭୋଟ ପାଇଛନ୍ତି। କଂଗ୍ରେସ ଲାଗିଯାଇ ସେ ଜିତିବ। ସେ ଯିଏ ଯାଆନ୍ତୁ, ଯେତେ ପଇସା ଖର୍ଚ୍ଚ କରନ୍ତୁ, ଯାହାକୁ ଆଣନ୍ତୁ, ଆଉ ସେ କାମ ନୁହଁ। ଆମର ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଯେତେ ନେତା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଶରତ ପଟ୍ଟନାୟକ ବି ପହଞ୍ଚିଲେଣି। ଯେତେ ଆମର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସବୁ ଏମଏଲଏ ମାନେ, ରାମ ଖୁଣ୍ଟିଆ ପହଞ୍ଚିଲେଣି, ଶରତ ରାଉତ ପହଞ୍ଚିଲେଣି, ମହିଳା ସଭାନେତ୍ରୀ ପହଞ୍ଚିଲେଣି, ଯୁବ କଂଗ୍ରେସ ସଭାପତି ପାତ୍ର ପହଞ୍ଚିଲେଣି। ଆମେ ରହିବୁ 7 ଦିନ, ପୁରା ଭୋଟ ସାରିବୁ, ପୋଲିଂ ସାରିବୁ, ଫେରିବୁ। ସେ ଯାହା କରିବେ, ଯୋଉଠି ଯିବ, କାର କରନ୍ତୁ, ଘର କରନ୍ତୁ, ମୋତେ କଣ କରନ୍ତୁ, ଚଢି ଅଛି ମୋର, ତଳେ କିଛି ଅସୁବିଧା ନାହିଁ। ଆମେ ପ୍ରସ୍ତୁତ ସବୁ ପାଇଁ। ଆମେ ଇଲେକ୍ସନ କମିଶନ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷରେ ମାନୁଛୁ। ଆମର ଆଦର୍ଶ ଅଛି।